ରାଉରକେଲାରେ ବିଜେପି ରାଉରକେଲାରେ ବିଜେପିର ସାମ୍ବାଦିକ ସମ୍ମିଳନୀ। ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିସରରେ ଥିବା ମେଫେୟାରଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ମୁଖପାତ୍ର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସମ୍ମିଳନୀରେ କହିଲେ ଯେ ବିଜେଡି ସରକାର ବ୍ୟାପକ ଦୁର୍ନୀତିରେ ବୁଡ଼ି ରହିଛି। 25 ବର୍ଷ ବିଜେଡି ଶାସନରେ କୃଷକ, ମହିଳା, ରୋଜଗାର, ଆଇନ ଶୃଙ୍ଖଳା, ସଂସ୍କୃତି ଓ ଗୌରବ କ୍ଷେତ୍ରରେ ଓଡ଼ିଶାର ମାନଚିତ୍ର ନିମ୍ନଗାମୀ ହୋଇଛି ବୋଲି ସେ କହିଛନ୍ତି। ଏହି ଅପାରଗ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏହି ଚାର୍ଜସିଟ୍ ଲୋକାର୍ପଣ କରିଛି ବିଜେପି। ଏହି ଚାର୍ଜସିଟ୍ରେ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ପଞ୍ଚାୟତ ଠାରୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ନେଇ ଏହି ଚାର୍ଜସିଟ୍ ଜାରି କରାଯାଇଛି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଚିଟ୍ଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସାକୁ ନେଇ ବିଜେପି ବିଜେଡିକୁ 25ଟି ପ୍ରଶ୍ନ କରିଛି। 35% ଚାଷ ଜମିକୁ ଜଳସେଚନ ପ୍ରତିଶ୍ରୁତି ପୂରଣରେ ବିଫଳ, ରାଜ୍ୟରେ 314 ବ୍ଲକରେ ଶୀତଳ ଭଣ୍ଡାର ନାହିଁ, କୃଷକଙ୍କ ଉନ୍ନତି ପାଇଁ କାଳିଆ ଯୋଜନାର ଲାଭ ଗରିବ କୃଷକଙ୍କ ପାଖରେ ପହଞ୍ଚି ପାରୁନାହିଁ, ରାଜ୍ୟ କୃଷକଙ୍କ ଆୟ ସର୍ବଭାରତୀୟ ସ୍ତରରେ ସର୍ବନିମ୍ନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନ କରିବା ଆଦି କୃଷକ ବିରୋଧୀ ନୀତି ଆପଣେଇଛି ବିଜେଡି। ଏନ୍ସିଆରବି ରିପୋର୍ଟ ଅନୁଯାୟୀ ଅପରାଧରେ ଓଡ଼ିଶା ଯଥେଷ୍ଟ ଆଗରେ ଥିବା ସେ କହିଛନ୍ତି। ରାଜ୍ୟରେ ଲିଙ୍ଗଗତ ସମସ୍ୟା ବୃଦ୍ଧି, ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ଓ ବେରୋଜଗାର ବୃଦ୍ଧି ଯୋଗୁଁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରହସନରେ ପରିଣତ ହୋଇଛି। ସ୍କୁଲରେ ପିଲା ଥିଲେ ଶିକ୍ଷକ ନାହାନ୍ତି। କେଉଁଠି ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ପିଲା ବାହାର ପିଣ୍ଡାରେ ପାଠ ପଢ଼ୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କାରଣରୁ ଗରିବ ବାସହୀନ ପକ୍କାଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଏବେ ବି ଗାଁକୁ ରାସ୍ତା ନାହିଁ। ବିଜୁଳି ଦର ବଢ଼ୁଛି। ଓଡ଼ିଶାରେ ୟୁନିଟ୍ ପିଛା 2 ଟଙ୍କା 83 ପଇସା ଦେବାକୁ ପଡ଼ୁଥିବା ବେଳେ ତାମିଲନାଡୁରେ ଏହା 2 ଟଙ୍କା 53 ପଇସା ଦେବାକୁ ପଡ଼ୁଛି। ଓଡ଼ିଶାରେ ଶାସନ ବ୍ୟବସ୍ଥା ଦିଗହରା ହୋଇଛି ବୋଲି ସେ ଅଭିଯୋଗ ଆଣିଥିଲେ। ଦେଶରେ ଓ ରାଜ୍ୟରେ ମୋଦି ଗ୍ୟାରେଣ୍ଟିକୁ ନେଇ ବିଜେପି ନିର୍ବାଚନ ଲଢ଼ୁଛି। ଗଣତନ୍ତ୍ରରେ ମାଲିକ ହେଉଛନ୍ତି ଜନତା, ମାତ୍ର ଜନତାଙ୍କୁ ଶୋଷଣ କରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ହେବ। କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେପି ସରକାର ଆସିବ ବୋଲି ସେ କହିଥିଲେ। ଏଠି ସାଧାରଣ ଲୋକଙ୍କୁ ସୁରକ୍ଷା ମିଳୁନାହିଁ। ଲକ୍ଷ ଲକ୍ଷ ଲୋକ ଚିଟ୍ଫଣ୍ଡର ଶିକାର ହୋଇଥିଲେ ହେଁ ସେମାନଙ୍କୁ ଟଙ୍କା ଫେରାଇବା ଏଯାଏଁ ସମ୍ଭବ ହେଲା ନାହିଁ। ରାଜ୍ୟରେ ସାମ୍ବାଦିକମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ତାଙ୍କୁ ସୁରକ୍ଷା ମିଳୁନାହିଁ। ସାମ୍ବାଦିକମାନଙ୍କର ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି। ସେମାନଙ୍କୁ ପେନ୍ସନ୍ ମିଳୁନାହିଁ। ରାଜ୍ୟରେ ବିଜେପି ସରକାରକୁ ଆସିଲେ ସାମ୍ବାଦିକମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେବ ବୋଲି କହି ସେ ପେନ୍ସନ୍ ଲାଗୁ କରାଯିବ ବୋଲି ସେ କହିଥିଲେ। ବିଜେପି ବିଶ୍ୱସ୍ତରୀୟ ରାସ୍ତା ସଂଯୋଗୀକରଣରେ 75,000 କିଲୋମିଟର ବ୍ୟାପୀ ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ ସହିତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ, ଜିଲ୍ଲା ସଦର ମହକୁମାକୁ ରାଜ୍ୟ ରାଜଧାନୀରେ ଯୋଡ଼ିବୁ। 2029 ସୁଦ୍ଧା 3,50,000 ଲୋକଙ୍କୁ ନିଯୁକ୍ତି ସହ ଏମିତି ଅନେକ ଜନକଲ୍ୟାଣକାରୀ ଯୋଜନା ବିଜେପିର ରହିଛି ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ 25 ବର୍ଷର ପାପ ପେଡ଼ି ପୁସ୍ତିକାକୁ ଉନ୍ମୋଚିତ କରାଯାଇଥିଲା। ସମ୍ମିଳନୀରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ, ରଘୁନାଥପଲ୍ଲୀ ବିଧାନସଭା ପ୍ରାର୍ଥୀ ଦୁର୍ଗା ଦନ୍ତୀ, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସଂକଳ୍ପପତ୍ର କମିଟି ସଦସ୍ୟ ଅଜିତ ଦାସ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ ଓ ସୁବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।